ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଜି ଆମେ ଆଲୋଚନା କରିବା 2025 IPLରେ କିଏ କେଉଁ ଦଳର ଅଧିନାୟକ ରହିଛନ୍ତି। ତ ଭିଡ଼ିଓକୁ ସ୍କିପ୍ ନ କରିକି ଶେଷ ପର୍ଯ୍ୟନ୍ତ ନିଶ୍ଚିତ ରୂପେ ଦେଖନ୍ତୁ ଏବଂ ଚ୍ୟାନେଲରେ ନୂଆ ଥିଲେ ଭିଡ଼ିଓକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପ୍ରଥମ ପ୍ରଶ୍ନଟି ହେଉଛି 2025 IPLରେ CSK ବା ଚେନ୍ନାଇ ସୁପର କିଙ୍ଗସ୍ ଦଳର ଅଧିନାୟକ କିଏ? ଏହାର ଉତ୍ତର ହେଉଛି ଋତୁରାଜ ଗାଏକୱାଡ଼। 2025 IPLରେ CSK ଦଳର ଅଧିନାୟକ ହେଉଛନ୍ତି ଋତୁରାଜ ଗାଏକୱାଡ଼। ପରବର୍ତ୍ତୀ ପ୍ରଶ୍ନ, 2025 IPLରେ MI ବା ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ କିଏ? ଏହାର ଉତ୍ତର ହେଉଛି ହାର୍ଦ୍ଦିକ ପାଣ୍ଡ୍ୟା। 2025 IPLରେ MI ଦଳର ଅଧିନାୟକ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ପରବର୍ତ୍ତୀ ପ୍ରଶ୍ନ, 2025 IPLରେ SRH ବା ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ କିଏ? ଏହାର ଉତ୍ତର ହେଉଛି ପ୍ୟାଟ୍ କମିନ୍ସ। 2025 IPLରେ SRHର ଅଧିନାୟକ ହେଉଛନ୍ତି ପ୍ୟାଟ୍ କମିନ୍ସ। ପରବର୍ତ୍ତୀ ପ୍ରଶ୍ନ, 2025 IPLରେ RR ବା ରାଜସ୍ଥାନ ରୟାଲ୍ସର ଅଧିନାୟକ କିଏ? ଏହାର ଉତ୍ତର ହେଉଛି ସଞ୍ଜୁ ସାମସନ୍। 2025 IPLରେ RRର ଅଧିନାୟକ ହେଉଛନ୍ତି ସଞ୍ଜୁ ସାମସନ୍। ପରବର୍ତ୍ତୀ ପ୍ରଶ୍ନ, 2025 IPLରେ PBKSର ବା ପଞ୍ଜାବ କିଙ୍ଗସ୍ର ଅଧିନାୟକ କିଏ? ଏହାର ଉତ୍ତର ହେଉଛି ଶ୍ରେୟାସ ଆୟର। 2025 IPLରେ PBKS ବା ପଞ୍ଜାବ କିଙ୍ଗସ୍ର ଅଧିନାୟକ ହେଉଛନ୍ତି ଶ୍ରେୟାସ ଆୟର। ପରବର୍ତ୍ତୀ ପ୍ରଶ୍ନ, 2025 IPLରେ RCB ବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ କିଏ? ଏହାର ଉତ୍ତର ହେଉଛି ଫ୍ୟାଫ୍ ଡୁପ୍ଲେସିସ୍। 2025 IPLରେ RCBର ଅଧିନାୟକ ହେଉଛନ୍ତି ଫ୍ୟାଫ୍ ଡୁପ୍ଲେସିସ୍। ପରବର୍ତ୍ତୀ ପ୍ରଶ୍ନ, 2025 IPLରେ DC ବା ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଅଧିନାୟକ କିଏ? ଏହାର ଉତ୍ତର ହେଉଛି ଅକ୍ଷର ପଟେଲ। 2025 IPLରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ହେଉଛନ୍ତି ଅକ୍ଷର ପଟେଲ। ପରବର୍ତ୍ତୀ ପ୍ରଶ୍ନ, 2025 IPLରେ GT ବା ଗୁଜରାଟ ଟାଇଟନ୍ସ ଦଳର ଅଧିନାୟକ କିଏ? ଏହାର ଉତ୍ତର ହେଉଛି ଶୁଭମନ ଗିଲ୍। 2025 IPLରେ ଗୁଜରାଟ ଟାଇଟାନ୍ସ ଦଳର ଅଧିନାୟକ ହେଉଛନ୍ତି ଶୁଭମନ ଗିଲ୍। ପରବର୍ତ୍ତୀ ପ୍ରଶ୍ନ, 2025 IPLରେ LSG ବା ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ ଦଳର ଅଧିନାୟକ କିଏ? ଏହାର ଉତ୍ତର ହେଉଛି ରିଷଭ ପନ୍ଥ। 2025 IPLରେ LSG ବା ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ ଦଳର ଅଧିନାୟକ ହେଉଛନ୍ତି ରିଷଭ ପନ୍ଥ। ଶେଷ ପ୍ରଶ୍ନ, 2025 IPLରେ KKR ବା
କୋଲକାତା ନାଇଟ୍ ରାଇଡର୍ସ ଦଳର ଅଧିନାୟକ କିଏ? ତ ଦର୍ଶକ ବନ୍ଧୁ, ଯଦି ଆପଣମାନେ କେକେଆର୍‌ର ଫ୍ୟାନ୍ ହେଇଥିବେ, ତେବେ ଏହି ପ୍ରଶ୍ନର ଉତ୍ତରଟି ଆପଣମାନେ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ।